ଅ, ଯଦିଓ ମୁଁ ତାଙ୍କ ସହିତ କେବେ ସୁଟିଂ କରିବାର ସୁଯୋଗ ପାଇନି, ମାନେ ଆଜ୍ଞା ମୋ ସିନେମାରେ ସେ କରିନାହାନ୍ତି, କିନ୍ତୁ ତାଙ୍କ ସହିତ ତାଙ୍କର ଦିଗ୍ଦର୍ଶନ, ତାଙ୍କର ଆଶୀର୍ବାଦ ସବୁବେଳେ ମୋ ଉପରେ ରହି ଆସିଛି। ଯେହେତୁ ସିଏ ମଧ୍ୟ ସେଇ ମୟୂରଭଞ୍ଜକୁ ବିଲଙ୍ଗ କରନ୍ତି, ମୁଁ ବି ମୟୂରଭଞ୍ଜର। ଆଜ୍ଞା ଆମେ ପ୍ରାୟତଃ ମୟୂରଭଞ୍ଜ କଲଚରାଲ ଆସୋସିଏସନର ବିଭିନ୍ନ ପ୍ରୋଗ୍ରାମରେ ବି ବାରମ୍ବାର ଦେଖା ହଉ, ଏବଂ ମୋର ବାବୁସାନଙ୍କ ସହିତ ଗୁଡ଼ାଏ ସିନେମା ହେଇଛି, ତେଣୁ ପ୍ରାୟତଃ ତାଙ୍କ ଘରକୁ ଯିବା ଆସିବା ରହେ। ତ ମୁଁ ବହୁତ ମାତ୍ରାରେ ଦୁଃଖିତ ତାଙ୍କ ଭଳି ବ୍ୟକ୍ତି, ସେ ତ ଜଣେ ବହୁତ ବଡ଼ ସୁପରଷ୍ଟାର, କୋଟି କୋଟି ଦର୍ଶକଙ୍କ ହୃଦୟରେ ଆଜ୍ଞା ବଞ୍ଚିକି ରହିଛନ୍ତି, କିନ୍ତୁ ତାଙ୍କ ଭଳି ବ୍ୟକ୍ତି, ତାଙ୍କ ଭଳି ଜଣେ ମଣିଷକୁ ଆମେ ଜୀବନ ସାରା କେବେ ପାସରି ପାରିବୁନି। ସିଏ ଅମର ହେଇକି ରହିବେ। ଉତ୍ତମ ମହାନ୍ତି କିଭଳି ମଣିଷ ଥିଲେ ସାର୍? ଆପଣ ତ କାମ କରିଛନ୍ତି, ଅତି ବହୁତ ନିକଟରୁ ଆପଣ ଜାଣିଛନ୍ତି ତାଙ୍କୁ। ଆଜ୍ଞା ସିଏ ମାନେ ଏମିତି ଜଣେ ବ୍ୟକ୍ତି ଯିଏକି ପରିଚୟ ଥାଉ ନଥାଉ, ଯଦି ଦୁଃଖରେ ଜଣେ ଥିବ ତାକୁ ସାହାଯ୍ୟ କରିବା ପାଇଁ ଠିଆ ହେବା ଭଳିଆ ଲୋକ ଜଣେ ହଉଛନ୍ତି ଉତ୍ତମ ମହାନ୍ତି। ସିଏ ହଉଛନ୍ତି ଆକ୍ଚୁଆଲି ମଣିଷ ହିସାବରେ ସର୍ବୋତ୍ତମ ମଣିଷ। ଆଜି ମୁଁ ଏତିକି ବି କହିପାରିବି, ଇଣ୍ଡଷ୍ଟ୍ରି ଭିତରେ ମୁଁ ଯେତିକି ଲୋକଙ୍କୁ ଭେଟିଛି ତା ଭିତରେ ସବୁଠାରୁ ଉତ୍ତମ ଲୋକ ଯଦି କହିବି, ତାହେଲେ ସେ ହଉଛନ୍ତି ଉତ୍ତମ ମହାନ୍ତି। ତେବେ ଦେଖିବା ଯଦି ଓଲିଉଡ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଅଭିନେତା ଅଭିନେତ୍ରୀ ଅନେକ ଚାଲିଗଲେଣି, ଯେମିତି ମିହିର ଦାସ କୁହନ୍ତୁ, ଆମର ବିଜୟ ମହାନ୍ତି କୁହନ୍ତୁ, ହର ପଟ୍ଟନାୟକ କୁହନ୍ତୁ, ବହୁତ ଭଲ ଭଲ ଆକ୍ଟର ଯୋଉ ଅଭିନେତା ସବୁ ଚାଲିଗଲେଣି। ଇଏ ଉତ୍ତମ ମହାନ୍ତି ଜଣେ ଥିଲେ ଆମ ପାଖରେ, ଆଉ କିଛି ଜଣ ଅଛନ୍ତି, କିନ୍ତୁ ଉତ୍ତମ ମହାନ୍ତି ଯେହେତୁ ଥିଲେ ଆମ ପାଖରେ, ଆମ ଗହଣରେ ଆମକୁ ଭଲ ଲାଗୁଥିଲା, ଏବଂ ସେ କିଛି କିଛି ରିଆକ୍ସନ ମଧ୍ୟ ଦିଅନ୍ତି। ବହୁତ କମ ସେ ଆସୁଥିଲେ, ଆମେ ଦେଖିବାକୁ ଗଲେ ଗଣମାଧ୍ୟମ ସାମ୍ନାକୁ ବହୁତ କମ ବି ଆସୁଥିଲେ। ସେ କଣ କେବଳ କହିବି, ୟା ପରେ ଆଉ କେହି ଅଛନ୍ତି ଅଭିନେତା ଅଭିନେତ୍ରୀ ଯେ କିଛି ୟୁନିକ୍ ଷ୍ଟାଇଲ ଆଉ ଆମେ ଦେଖିବାକୁ ପାଉନାହାନ୍ତି ଏଇ ବର୍ତ୍ତମାନର ଅଭିନେତା ଅଭିନେତ୍ରୀଙ୍କ ନିକଟରେ। ଜନ୍ମ ମୃତ୍ୟୁ ତ ଜୀବନର ଚିରନ୍ତନ ସତ୍ୟ। ଆଗକୁ ମଧ୍ୟ ଅଭିନେତା ଅଭିନେତ୍ରୀ ଆସିବେ, ଇଣ୍ଡଷ୍ଟ୍ରି ଏମିତି ଚାଲିବ, କିନ୍ତୁ ଯୋଉମାନେ ଇଣ୍ଡଷ୍ଟ୍ରିକୁ ତିଆରି କରିଛନ୍ତି, ଯୋଉମାନଙ୍କର ମୂଳଦୁଆରୁ ଏ ଇଣ୍ଡଷ୍ଟ୍ରି ଠିଆ ହେଇଛି, ସେମାନଙ୍କ ମଧ୍ୟରୁ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଉତ୍ତମ ମହାନ୍ତି। ଆଜି ବିଜୟ ସାର୍ ହୁଅନ୍ତୁ, ଅଜିତ ସାର୍ ହୁଅନ୍ତୁ, ମିହିର ଭାଇ ହୁଅନ୍ତୁ, ହର ପଟ୍ଟନାୟକ ହୁଅନ୍ତୁ, ମାନେ ସେ ସବୁ ଲେଜେଣ୍ଡାରୀ ଆକ୍ଟର ସବୁ ଥିଲେ। ଏଇ ଲିଜେଣ୍ଡାରୀ ଆଜ୍ଞା ଆକ୍ଟର ମାନଙ୍କ, ସେଇ ପୂର୍ବପୁରୁଷ ମାନଙ୍କୁ ଆମେ ଚିର ନମସ୍ୟ, ଆମ ପାଇଁ ସେମାନେ ଚିର ନମସ୍ୟ, କାହିଁକି ନା ସେମାନଙ୍କ ମୂଳଦୁଆ ଯୋଉ ଘରଟି ତିଆରି କରିଛନ୍ତି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି, ସେଇ ଇଣ୍ଡଷ୍ଟ୍ରିଟି ଆଜି ପର୍ଯ୍ୟନ୍ତ ଚାଲିଛି, ଆଉ ତାଙ୍କ ଆଶୀର୍ବାଦରୁ ନିଶ୍ଚୟ ଆଗକୁ ବଢି ରହିବ। ଏଇ କ୍ଷତି ଅପୂରଣୀୟ, ତାକୁ କେବେ ପୂରଣ କରିହବ ନାହିଁ। ତାଙ୍କ ଭଳି ଅଭିନେତା କେବେ ଆସିପାରିବେ ନାହିଁ, ତାଙ୍କ ଭଳି ବ୍ୟକ୍ତିତ୍ୱ କେବେ ଆମକୁ ମିଳିବେ ନାହିଁ, କିନ୍ତୁ ହଁ, ତାଙ୍କର ଦିଗ୍ଦର୍ଶନ, ତାଙ୍କର ଚଲାପଥ, ତାଙ୍କର ଦେଖେଇଥିବା ପଥକୁ ଅନୁସରଣ କରିକି ଆମେ ଆଗକୁ ବଢିବୁ, ଏବଂ ତାଙ୍କୁ ଚିର ସ୍ମରଣ କରିକି ରହିବୁ। ନିହାତି ଭାବରେ ଆପଣ ଯେମିତି କହୁଥିଲେ, ଏହା ଅପୂରଣୀୟ କ୍ଷତି ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ। ଆଗକୁ ଏମିତି ଅଭିନେତା ଅଭିନେତ୍ରୀ ଆସିବେ କି ନାହିଁ ତାହା ମଧ୍ୟ ସନ୍ଦେହ। ଆପଣ ବି କାମ କରିଥିବେ ସେମାନଙ୍କ ସହିତ, ଏମିତି ଲେଜେଣ୍ଡାରୀ ଆକ୍ଟର ଆକ୍ଟ୍ରେସଙ୍କ ସହିତ, ବହୁତ କିଛି ମଧ୍ୟ ଶିଖିଥିବେ ସେମାନଙ୍କ ଠାରୁ। ଆଜ୍ଞା, ମୁଁ ତାଙ୍କ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ କଥାରେ ଯୋଉ ବାର୍ତ୍ତା ଥାଏ, ମୁଁ ମୋର ଗୋଟେ ପର୍ସନାଲ ଇନସିଡେଣ୍ଟ ମୁଁ ସେୟାର କରିବି। ନିହାତି ଭାବରେ। ଆଜ୍ଞା ଆମେ ସୁଟିଂ କରୁଥିଲୁ କୁର୍ଗରେ, କର୍ଣ୍ଣାଟକରେ। ଆଜ୍ଞା ଗୋଟେ ସିନେମାର ସୁଟିଂ ଚାଲିଥିଲା, ଏବଂ ସେ ଯୋଉ ଲୋକେସନରେ ଆମେ ସୁଟ୍ କରୁଥିଲୁ ଗୋଟେ ରିଜର୍ଟରେ, ସେ ରିଜର୍ଟରେ ସେଥିରେ ଅଭିନେତା ବାବୁସାନ ଥିଲେ, ଏବଂ ସେ ରିଜର୍ଟରେ ଯିଏ ମ୍ୟାନେଜର ଥିଲେ, ସିଏ ପଚାରିଲେ ଯେ ଇଏ କିଏ, ତ ମୁଁ ତାଙ୍କୁ ପରିଚୟ ଦେଇଥିଲି ବାବୁସାନକୁ, ଯେ ସିଏ ହଉଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା ମ୍ୟାଡମଙ୍କ ସୁପୁତ୍ର ବୋଲି। ଆଜ୍ଞା ଏବଂ ସିଏ ବହୁତ ଖୁସି ହେଇଯାଇଥିଲେ, ଯେହେତୁ ସିଏ ତାଙ୍କ ନାଁ ଶୁଣିଥିଲେ, ଏବଂ ତାଙ୍କୁ ଜାଣିଥିଲେ ଜଣେ ସୁପରଷ୍ଟାର ବୋଲି, ଏବଂ ଆମକୁ ବହୁତ ବଡ ଡିସକାଉଣ୍ଟ ମଧ୍ୟ ଦେଇଥିଲେ ସେ ଜାଗାରେ। ଏଇଠି ମୁଁ କହି ରଖିବାକୁ ଚାହିଁବି, ଆଜି ଯେତେବେଳେ ଆଜିର ଡେଟ୍ରେ ଓଲିଉଡ ଇଣ୍ଡଷ୍ଟ୍ରିର ହିରୋ ହିରୋଇନକୁ କିଛି କିଛି ଜଣଙ୍କୁ ଜାଣିଛନ୍ତି, କିନ୍ତୁ ଆଉ କିଛି ଜଣ ଯୋଉମାନେ ଅଭିନୟ କରୁଛନ୍ତି ବି
आउट ऑफ ओडिशा गले सेमानकु चिन्हि पारु नांती जानी भी नथांती सेमाने बॉलीवुड इंडस्ट्री रो हीरो की हीरोइन किंतु सेतेबेलर सेमानकर एमिति अभिनेता अभिनेत्री थिले आपण जहा कहउचंती कर्नाटक रे शूटिंग चलथिला सेमानकु मध्ये जानिचंती सेठिकार बड़ बड़ विशिष्ट लोक माने भी नुह जे आजिका कलाकार मानक जानी नांती आजिका लोक आजिका कलाकार को भी किछि कलाकार को समस्त चिन्हुचंती जानुचंती किंतु सेमानकर कहबा गुटे स्टाइल थिला यूनिक गुटे स्टाइल थिला अभिनय क्षेत्र रे तांको उत्तम महांतींकर विकल्प तो आमे केबे पाइबु नाही उत्तम महांतींक भलिया व्यक्तित्व को भी आमे केबे पाइबु निहाती भाबरे सेमानकर एरा गुटे अलगा थिला किछि आ सेटा हम पई हमरो इतिहास आ हमरो स्वर्ण इतिहास बोली पई हो जोटा माने रचि दी जाय निहाती भाबरे बहुत बहुत धन्यवाद सर चिकालिका बम्बालिका चिकी बम्बा आम धान आम खेत बाबा के खुशी म बोतल खुशी आनिचिलो साबी प्रति 1 केजी बिहन रे 5 मिली रे इफको नानो डीएपी तरल पके बिहन उपचार करिवि कले धान कपा मका हो पनी परिबा गजा बाहरिबो दमदारिया चेर कांड पत्र शीघ्र बढ़िबो देखिबो अमल केमिति हबो इफको नानो डीएपी तरल सार चासी भाई मने प्रयोग कर।